ରାମକୃଷ୍ଣ ଦାସ ରାଧା ବଲ୍ଲଭ ମଠ ପୁରୀ। କାଲି ପବିତ୍ର ଝୁଲଣ ଯାତ୍ରା ପାଇଁ ଉତ୍ସବର ପୁରୀ ସହର ଶ୍ରୀକ୍ଷେତ୍ର ରାଧାବଲ୍ଲଭ ମଠରେ ଚଳିତ ବର୍ଷ କିପରି ବିଶେଷ ଭାବେ ପାଳନ କରାଯିବ ଏହି ଝୁଲଣ? ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମନ୍ଦିର ସହିତ ମଠମାନଙ୍କର ଦଶମୀ ତିଥି ଠାରୁ ମଧ୍ୟ ଝୁଲଣ ଉତ୍ସବ ଆଡ଼ମ୍ବର ସହିତ ପାଳନ ହେବାକୁ ଯାଉଛି ଏବଂ ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତି ପରେ ମହାପ୍ରଭୁଙ୍କର ଚଳନ୍ତି ବିଗ୍ରହ ମଦନ ମୋହନ, ମା ରାଧାରାଣୀ, ମା ଲକ୍ଷ୍ମୀ ଝୁଲଣ କୁଞ୍ଜକୁ ବିଜେ କରିବେ ଏବଂ ଝୁଲଣ କୁଞ୍ଜରେ ଯେତେବେଳେ ଝୁଲା ହେବେ ତା ସହିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ 7 ଦିନ ଧରି ଚାଲିବ ଏବଂ ତା ସହିତ ଯେତେବେଳେ ରାତ୍ର ପହର ଯେତେବେଳେ ହେବାକୁ ଯିବେ ସେ ସମୟରେ ଭୋଗ ଲାଗିବେ ଏବଂ ତାପରେ ମହାପ୍ରଭୁ ପୁଣି ମନ୍ଦିରକୁ ବିଜେ କରିବେ। ତେଣୁ ଏ ହେଉଛି ଦୀର୍ଘ ଦିନର ପରମ୍ପରା ଏବଂ ଆଜି ମଧ୍ୟ ତାହା ବଜାୟ ରହିଛି। ଶ୍ରୀମନ୍ଦିରରେ ମଧ୍ୟ 7 ଦିନ, ମଠରେ ମଧ୍ୟ ଆମର 7 ଦିନ ଧରି ଉତ୍ସବ ମୁଖର ହେବ ଏବଂ ତା ସହିତ ଅନେକ ଭକ୍ତମାନେ ଆସି ଉପସ୍ଥିତ ହୋଇ ମହାପ୍ରଭୁଙ୍କ ଦର୍ଶନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଉପଭୋଗ କରିବେ। ତେଣୁ ଏ କାଲିଠାରୁ ଉତ୍ସବ ମୁଖର ପ୍ରତ୍ୟେକ ମଠ ମନ୍ଦିର। ଆଲୋକମାଳାରେ ସୁସଜ୍ଜିତ କରାଯାଇଥାଏ, ବିଭିନ୍ନ ପାରମ୍ପରିକ ନୃତ୍ୟ ମଧ୍ୟ କରାଯାଇଥାଏ ବିଭିନ୍ନ ମଠ ମାନଙ୍କରେ। ପ୍ରକୃତରେ ଇଏ 7 ଦିନ ସମସ୍ତ ମଠ ଗୁଡ଼ିକ ସୁସଜ୍ଜିତ ହୋଇ ରଖିଥାନ୍ତି, ଆଲୋକମାଳାରେ ସଜ୍ଜିତ ହୋଇଥାନ୍ତି। ତା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ, ଭକ୍ତମାନଙ୍କର ଆଗମନ ହୋଇଥାଏ, ମହାପ୍ରଭୁ ଝୁଲଣ ବେଦୀରେ ବିଜେ କରିବେ। ତେଣୁ ନିଶ୍ଚିତ ଇଏ ଗୋଟେ ବର୍ଷକୁ ଗୋଟିଏ ଦିନ ଭକ୍ତମାନଙ୍କର ଆନନ୍ଦ ଦର୍ଶନ କରିବା ସହିତ ମଠମାନେ ମଧ୍ୟ ନିଜକୁ ଆନନ୍ଦ ଅନୁଭବ କରନ୍ତି ଭକ୍ତମାନଙ୍କର ଆଗମନକୁ ଲକ୍ଷ୍ୟ କରି ଏବଂ ପ୍ରଭୁଙ୍କର ବିଜେକୁ ଲକ୍ଷ୍ୟ କରି। ଏ ମଧ୍ୟ ଗୋଟେ ପବିତ୍ରତା ଭିତରେ ଏ କାର୍ଯ୍ୟକ୍ରମ ଚାଲି ଆସିଛି ଏବଂ ଚଳିତ ବର୍ଷ ମଧ୍ୟ ଆନନ୍ଦର ସହିତ ଏ ଚାଲି ରହିବ, ତାହା ମହାପ୍ରଭୁଙ୍କ ଇଚ୍ଛାରେ। ଶ୍ରୀକ୍ଷେତ୍ର ଏକ ଅନନ୍ୟ ଯାତ୍ରା, କାରଣ ଶ୍ରୀକ୍ଷେତ୍ର ଅଙ୍ଗାଙ୍ଗୀ ଭାବେ ଜଡ଼ିତ ମହାପ୍ରଭୁଙ୍କ ସହିତ ଝୁଲଣ ଯାତ୍ରା। ଶ୍ରୀମନ୍ଦିରରେ ମଧ୍ୟ ଆପଣମାନେ ଜାଣିଥିବେ ଦଶମୀ ତିଥି ଠାରୁ ଏବଂ ମୁକ୍ତିମଣ୍ଡପ ନିକଟରେ ଝୁଲଣ କୁଞ୍ଜ ସଜା ଚାଲିଛି ଏବଂ ସେଠି ମଧ୍ୟ ମହାପ୍ରଭୁ ରାମକୃଷ୍ଣ ଦାସ ରାଧା ବଲ୍ଲଭ ମଠ ପୁରୀ।